ଅନୁରାଗ ଏଇଠି ତାର A ଫର୍ ଆପଲ୍, B ଫର୍ ବଲ୍ ଆଉ ଆପଲ୍, ଅରେଞ୍ଜ ଏଇଭଳି ସବୁ ପିକ୍ଚର ମୋତେ ଦେଖାଉଥିଲା। ସନ୍ଧ୍ୟା ହେଲା ତ ପ୍ରତି ସନ୍ଧ୍ୟାରେ ସେ ଏମିତି ତାର ବହି ନେଇ ଆସେ ଆଉ ତାର ଯେଉଁ ସବୁ ବହି ଯେଉଁଟା ଫ୍ରୁଟ୍ସ, ଆନିମଲ୍, ଭେଜିଟେବୁଲ୍ସ ଏଇଭଳି ଯାହା ଯାହା ବହି ସବୁ ଥାଏ ସବୁ ବାହାର କରିକି ନିଜେ 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 କହି ପକାଏ। ତ ଏଇଟା ଯେମିତିକି ମୋ ପୁଅ କହୁଛି ମ୍ୟାଙ୍ଗୋ, ବାନାନା। ସେ ଜାଣିଥିଲେ ବି ଯେତେ ଜାଣିଥିଲେ ବି ମୋତେ ପଚାରିବ ମାମା ଏଇଟା କ'ଣ, ଦିଦି ଏଇଟା କ'ଣ। ତ ଦେଖିବେ ଆଉ ସବୁବେଳେ ନିଜେ ଖାଇବା ସହିତ ମୋତେ ଖୁଆଇ ଦେଉଛି। ଆଉ ଏମିତି ପରିବାରର ସବୁ ଲୋକଙ୍କୁ ନେଇକି ସେ ଏମିତି ଖୁଆଇଦିଏ। ତ ମୋତେ ଏଇ ଜିନିଷ ଦେଖିବାକୁ ବହୁତ ଭଲ ଲାଗେ ଆଉ ତାକୁ ଦେଖିକି ମୁଁ ବହୁତ ଖୁସି ହେଇଯାଏ। ମୋତେ ବି ସେ ପିକ୍ଚର ସହିତ ମୋ ପିଲା ଯେମିତି ଡୁବି ଯାଇକି ସେ ପିକ୍ଚର ଦେଖୁନି ତ ବାସ୍ତବ ଜିନିଷ ଦେଖିକି ଯେମିତି ରିଆକ୍ସନ୍ ଦିଏ ସେଇଭଳି ସେ ପୁରା ବାସ୍ତବିକ ଜିନିଷ ଭଳିଆ ତାକୁ ଖାଏ ଆଉ ମୋତେ ମଧ୍ୟ ଖୁଆଇ ଦିଏ। ବର୍ତ୍ତମାନ ସେ ବାହାର କଲା ଏଇଟା ହେଉଛି କ'ଣ ୱାଟରମେଲନ୍, ଏଇଟା ହେଉଛି ପାଇନାପଲ୍। ଆଉ ଯଦି ସିଏ ଯେଉଁ ପିକ୍ଚରରେ ତାର ଇଚ୍ଛା ଥିବ ଖୋଜୁଥିବ ସେ ଆଉ ବହି ବନ୍ଦ କରିଦେବ ସେଇ ପିକ୍ଚର କାର୍ଡ଼। ତ ଦେଖ ବର୍ତ୍ତମାନ ମୋ ପୁଅ କ'ଣ ଖୋଜୁଛି, ଯେତିକି ତାକୁ ମୁଁ ସ୍ଥିରତା ଆଣେ ଯେ ଏଇଟା ପରେ ଏଇଟା ଶିଖିବୁ ନାହିଁ। ଏଇ ସେ ବର୍ତ୍ତମାନ ଗୀତ ଗାଇଲା।